କେଉଁଝର ମେଡ଼ିକାଲରେ ଯେତେବେଳେ ଦେଇର ରିପୋର୍ଟଟା ମୁଁ ଖୋଲିକି ଦେଖିଲି ନା, ଗୋଡ଼ ତଳୁ ମାଟି ଖସିଗଲା ଭଳି ଲାଗିଲା, କାରଣ ସେଇଭଳିଆ କିଛି ଥିଲା। ନମସ୍କାର, ମୁଁ ତନୁ ସ୍ୱାଗତ କରୁଛି ମୋର ଆଉ ଏକ ସୁନ୍ଦର ଅଧ୍ୟାୟରେ। ସେଦିନ ମୁଁ ଦେଇକୁ କେଉଁଝର ନେଇକି ଗଲି ଉମେଶ ସାର୍ ପାଖକୁ, କାରଣ ଦେଇର ରିପୋର୍ଟ ପଳେଇ ଆସିଥାଏ। ସେଠୁ ଯେଉଁ ରିପୋର୍ଟ ଯେଉଁମାନେ ବ୍ଲଡ଼ କଲେକ୍ସନ୍ କରନ୍ତି ସେମାନେ ଫୋନ୍ କରିଥିଲେ ଯେ ଆଉ ଆପଣଙ୍କ ରିପୋର୍ଟ ପଳେଇ ଆସିଲାଣି, ଆପଣ ଆସନ୍ତୁ, ସାର୍କୁ ଦେଖା କରିକି ଆପଣ ମେଡ଼ିସିନ୍ ନେଇକି ପଳାଇବେ। ଆଉ ଏ ବ୍ଲଡ଼ ରିପୋର୍ଟ କଥା ଶୁଣିକି ନା ମନ ଭିତରେ ଗୋଟେ ଡର ଆଉ ଗୋଟେ ଆଶଙ୍କା ଥିଲା, କ'ଣ ଆସିଥିବ କ'ଣ ନାହିଁ, ଏଭଳିଆ ମନରେ ବହୁତ ପ୍ରକାର ଚିନ୍ତା ଆସୁଥାଏ। ଦେଇ ବି ଡରିକି ଚୁପଚାପ ମୋ ଗାଡ଼ିରେ ବସିଥାଏ। ଆମେ ବାଇକ୍ରେ ବାହାରିଲୁ କେଉଁଝରକୁ। ସେତେବେଳେ ନା ପେଟ୍ରୋଲ ଲିଟର କେତେ ଥିଲା ଜାଣିଛନ୍ତି ନା? 68 ଟଙ୍କା। ଏଇଟା ହେଉଛି 2017 ମସିହା କଥା। ତ ଆମେ 100 ଟଙ୍କାର ତେଲ ପକେଇକି ସିଧା କେଉଁଝର ବାହାରିଲୁ। ଦେଇ ମୁଁ ଗଲା ଭିତରେ କିନ୍ତୁ ରାସ୍ତା ସାରା ଦେଇ ଚୁପଚାପ ମୋ ଗାଡ଼ି ପଛପଟେ ବସିଥାଏ। ସବୁ ମୁଁ ନିଜେ ଜାଣିପାରୁଥାଏ ଯେ ଦେଇ କାହିଁକି ଏତେ ଟେନସନ୍ରେ ରହୁଛି, ତଥାପି ମୁଁ କିଛି କହିଲିନି, କାରଣ ଯେପର୍ଯ୍ୟନ୍ତ ରିପୋର୍ଟ ନ ଦେଖା ହେଇଛି ସେ ପର୍ଯ୍ୟନ୍ତ ମୁଁ କେମିତି କ'ଣ କହିବି ଦେଇକି। ଗୋଟେ ନନା ବି ଫୋନ୍ କରିଥାନ୍ତି ଯେ କେଉଁଠି ହେଲଣି, ପହଞ୍ଚିଲଣି କି ନାହିଁ, କାରଣ ସିଏ ବି ଟିକେ ଟେନସନ୍ ହେଇଯାଇଥିଲେ। ଆମେ ଯେତେବେଳେ ଯାଇକି ରିପୋର୍ଟ ଆଣିଲୁ ନା, ସେତେବେଳକୁ ପାଖାପାଖି 10ଟା ଟାଇମ୍ ହେବ। ଆଉ ଆମେ ସେ ରିପୋର୍ଟ ଖୋଲିକି କିଛି ବି ଦେଖିନୁ, ସିଧା ଦେଇକି ଧରିକି ଗଲା ସାର୍ଙ୍କ ପାଖକୁ, କହିଲା ଆଉ ତନୁ ତୁ ବାହାରେ ଛିଡ଼ା ହେଇଥା, ମୁଁ ଯାଇ ରିପୋର୍ଟ ଦେଖେଇକି ଆସେ। ତ ସିଏ ରିପୋର୍ଟ ଧରିକି ଗଲା, ମୁଁ ବାହାରେ ଚୁପଚାପ ଛିଡ଼ା ହେଇଥାଏ ଗାଡ଼ି ପାଖରେ। ଆଉ କିଛି ସମୟ ପରେ ଦେଇ ଯେତେବେଳେ ବାହାରକୁ ଆସିଲା ନା, ମୁଁ ଦେଇ ମୁହଁଟାକୁ ଅନେଇଥାଏ। ଦେଇ ମୁହଁଟାକୁ ଶୁକେଇ ଦେଇଥିଲା। ଆଉ ମୁଁ କହିଲି ଦେଇ କ'ଣ ହେଇଛି, ଆଉ ମୁହଁଟାକୁ କାହିଁକି ଏତେ ଶୁକେଇ ଦେଇଛୁ? ଦେଇ ଆଉ କିଛି କହିଲାନି, ଚୁପ୍ ହେଇକି ରହିଲା। ମୁଁ ସେଠୁ ଆଉ କିଛି କଲିନି। ଦେଇ ନନା କତିକି ଫୋନ୍ କଲା ଦେଇ, ମୁଁ ସବୁ ଶୁଣୁଥାଏ। ଦେଇ ନନାକୁ ଫୋନ୍ରେ କହିଲା ଯେ ଆକ୍ଚୁଆଲି ଦେଇର ଥାଇରଏଡ଼୍ ପ୍ରୋବ୍ଲେମ୍ ବାହାରିଛି, ଯେଉଁଟାକି ତାକୁ ଜୀବନ ସାରା ମେଡ଼ିସିନ୍ ଖାଇତେ ପଡ଼ିବ। ସେତେବେଳେ ଗୋଟେ ମେଡ଼ିସିନ୍ ଦେଇଥିଲେ ଥାଇରକ୍ସ 100, ସେଇ ମେଡ଼ିସିନ୍ଟା ଖାଇବ। ତ ମୁଁ ଏସବୁ ଶୁଣୁଥାଏ। ଯେତେବେଳେ ଦେଇ ଫୋନ୍ କାଟିଲା, ମୁଁ କହିଲି ଦେଇ ନାହିଁ, କିଛି ଅସୁବିଧା ନାହିଁ, ଏ ମେଡ଼ିସିନ୍ଟା ତୋତେ ଖାଇତେ ପଡ଼ିବ, କିନ୍ତୁ ପ୍ରୋବ୍ଲେମ୍ କିଛି ହେବନି, ତୁ ଟେନସନ୍ ନେନା, ସବୁ ଧୀରେ ଧୀରେ ଠିକ୍ ହେଇଯିବ। ଏ କଥା ଭାବିକି ଆମେ ମୋ ରୋଡ଼୍ ଆରପଟକୁ ପଳେଇଲି, ଦେଇ ପଛରେ ଆସିଲା। କିନ୍ତୁ ଯେତେ ଯାହା ବି ହଉ, ଯେଉଁ ଲୋକଟାକୁ ରୋଗ ହେଇଥିବ ନା, ସେତେବେଳେ ସେଇ ହିଁ ଜାଣିଥିବ ସେତେବେଳେ ତା ମନରେ କ'ଣ ଚାଲିଛି, କେତେ ଡର। ସେତେବେଳେ ଦୁନିଆ କଥା ମୁଣ୍ଡରେ ପଶେ। କିଛି ଦିନ ପରେ ଠିକ୍ ହେଇଯାଏ, କିନ୍ତୁ ସେଇ ମୁହୂର୍ତ୍ତଟା ନା ତାକୁ ବହୁତ ବୁଝେଇତେ ପଡ଼େ। ମୋତେ ବି ସେଇଦିନ ସେମିତି ବୁଝେଇବାକୁ ପଡ଼ିଲା, ଦେଇ କିଛି ହେବନି, ତୁ ବ୍ୟସ୍ତ ହଅନା। ଏ ରୋଗଟା କ'ଣ ଡିଟେଲ୍ ବୁଝିବା ପାଇଁ ସେ ମାଇଁ କତିକି ଫୋନ୍ କଲା। ଯିଏକି ହେଉଛି ସେ ମାଇଁ ଆମର ଭଦ୍ରକ ଘର, ତାଙ୍କର ଟିକେ ବହୁତ ନଲେଜ ମେଡ଼ିକାଲ ଭଲ ମନ୍ଦ। ସେଠୁ ମାଇଁ କହିଲେ ମିଲି ଏଇ ରୋଗଟା ବେଶୀ ବଡ଼ ନୁହଁ, କିଛି ଅସୁବିଧା ନାହିଁ, ତୁ ଟେନସନ୍ ନେନା, ମେଡ଼ିସିନ୍ ଖାଇଲେ ସେ ଆସ୍ତେ ଆସ୍ତେ କଣ୍ଟ୍ରୋଲକୁ ପଳେଇ ଆସିବ, ଆଉ ସବୁ କିଛି ଖାଇପାରିବ। ଗୋଟିଏ ପ୍ରୋବ୍ଲେମ୍ କ'ଣ କି, ତୋର ୱେଟ୍ଟା କିନ୍ତୁ ଟିକେ ବଢ଼ିବ, ଏତିକିଟା ଡର, ନହେଲେ ଆଉ କିଛି ନୁହଁ। ଆଉ ସେଇ କଥାଟା ବାପା, ବୋଉ, ମୁଁ ଦେଇକି ବହୁତ ସମୟ କାଳେ ଆମେ ବୁଝେଇଲୁ ଯେ ଆକ୍ଚୁଆଲି ରୋଗଟା କିଛି ନୁହଁ, ତୁ ଟେନସନ୍ ନେନା। ଆଉ ଦେଇକି ଏତେ ସାରା କଥା ବୁଝେଇଲା ପରେ ଦେଇ ମନରେ ଟିକେ ଖୁସି ଆସିଲା। ସେଠୁ ମୁଁ ମନେ ମନେ ଭାବିଲି, ଆଉ ରୋଗଠାରୁ ସବୁଠୁ ବଡ଼ ଜିନିଷ ହେଉଛି ନିଜ ପରିବାର ନା, ସେଇ ସମୟରେ ଆପଣଙ୍କ ସହିତ ଛିଡ଼ା ହେବା। ଆଉ ଶେଷରେ ଆପଣମାନଙ୍କୁ ମୁଁ ପଦିଏ କଥା କହିବି, ସବୁ ଲଢ଼େଇ ଦେହ ସହ ନୁହଁ, ଆଉ କିଛି ଲଢ଼େଇ ନା ମନ ସହ ବି ହେଇଥାଏ।